ଆପଣ ବି ମାଗିପାରନ୍ତି। ଦୀପ ଯାଉଛି ତୁ କାହା ପାଇଁ ମାଗୁଛ? କ'ଣ ମା କ'ଣ ମାଗୁଛ? କିଛି ମାଗୁନ? ଖୁସିରେ ଖାଲି ପୂଜା, ଖୁସିରେ ଖାଲି ଦୀପ ଯାଉଛ? ହଁ। ତମେ କ'ଣ ମାଗିବ? ତମେ କ'ଣ ମାଗୁଛ? ମୁଁ କ'ଣ ମାଗିବି? ସେଇଟା ମାଗିବାଟା କୁହନ୍ତିନି। କ'ଣ ମାଗିବ ଆମେ ଜାଣିଛୁ। ଏ ଭାଇ ଦେଖ, ଗୋଟେ ଲୋକ ଆସିଲେ 7ଟା 8ଟା କାଟି ସାରିଲାଣି, ଏପର୍ଯ୍ୟନ୍ତ ଦୀପ ଲଗେଇ ପାରୁନାହାନ୍ତି। ଦେଖାଯାଉ, ପ୍ରାୟ ଏଥର ସକ୍ସେସ୍ ହବାର ସମ୍ଭାବନା ଅଛି। ହଁ, ସେ ବି ପଡ଼ିଗଲା, ଲଗେଇଗଲାନି। ହଉନି କାହିଁକି? ପ୍ରପରଲି ଲଗେଇଲେ ହବ ନା ଖାଲି ଯାହା କଥା କଲେ ହବ? ତ ଭାଇ ସେମିତି ନୁହଁ ନା, ସେମିତି ଲଗେଇଲେ ହବ ନାହିଁ। ମ୍ୟାଡ଼ାମ୍ ତାଙ୍କର ଦୀପ ଲଗେଇ ପାରିଲେନି। ଶେଷରେ ମୋତେ ଲଗେଇକି କେମିତି ଲଗେଇଲେ ଦୀପଟା ଜଳିବ ସେଇଟା ବି ମୋତେ ଶିଖିବାକୁ ପଡ଼ିଲା। ମୁଁ ଯଦି ଆଗ ଦୀପ ଜାଳିଲି, ସେ ଦେଖିଲେ, ତାପରେ ସେ ଯାଇକିନା ଲଗେଇବେ। ଆଉ ତ ବର୍ତ୍ତମାନ ଦେଖନ୍ତୁ, ମୁଁ ଦୀପ ଲଗାଉଛି। ଦୀପ ଲଗାଇଲା ପରେ ମାନେ ପବନଟା ହେଉଛି, କେମିତି ରହିଲେ ଦୀପଟା ଲାଗିକି ରହିବ ସେ ଜିନିଷ ବି ତାଙ୍କୁ ଜଣା ନାହିଁ। କ'ଣ କହିବା, ଟିକେ ହିରୋଇନ୍ ଲୋକ ନା, ଟିକେ ଆଉ ଏତେ ଜିନିଷ ଜାଣିନାହାନ୍ତି। ଧୀରେ ଧୀରେ ସବୁ ଜାଣିଯିବେ। ଆଉ ଫାଇନାଲି ଦୀପ ଜାଳିଲା। ମୁଁ ମାଆଙ୍କୁ ଉଦ୍ଦେଶ୍ୟରେ ଦୀପଟିକୁ ଜାଳିଲି। ଆଉ ମନସ୍କାମନା ପୂରଣ କରିବା ପାଇଁ ବି ଟିକେ ମାଗିଥିଲି। ପୁଣି ଏଠି ଦୀପ ରଖିଥିଲି। ତ ବର୍ତ୍ତମାନ ପାଳି ହେଉଛି ମ୍ୟାଡ଼ାମଙ୍କର। ମ୍ୟାଡ଼ାମ୍ କେମିତି ଦୀପ ଜାଳିବେ ଦେଖନ୍ତୁ। କ'ଣ ହେଉଛି ସକ୍ସେସ୍ ନା କ'ଣ?